ବିଧାୟିକା ପ୍ରମିଳା ମଲ୍ଲିକ ଭାଇଙ୍କ ଘରେ ରେଡ୍ ମାରିଲାଣି ଇଡି ସକାଳୁ ସକାଳୁ ବିଷୟ ମାମଲାରେ ହେଇଥିବ ଯେଉଁମାନେ କରପ୍ସନ୍ ସହିତ ଜଡ଼ିତ ଯେଉଁ ଅଫିସର ମାନେ ଯେଉଁ ନେତାମାନେ କରପ୍ସନ୍ ସହିତ ଜଡ଼ିତ ଇଡି ସିବିଆଇ ରେଡ୍ କରନ୍ତୁ ଆପତ୍ତି ନାହିଁ କିନ୍ତୁ ଇଣ୍ଟେନସନ୍ ରଖି ନରେନ୍ଦ୍ର ମୋଦି ଯେଉଁ ଭଳିଆ କରୁଛି ଇଡି ରେଡ୍ ଯେମିତି ରାହୁଲ ଗାନ୍ଧୀ କଲା ସୋନିଆ ଗାନ୍ଧୀ କଲା ବହୁ ଲୋକଙ୍କୁ ଇଣ୍ଡିଆରେ କରିଛି 3300 ଲୋକଙ୍କୁ ଇଡି ରେଡ୍ କରିଛି 3300 ପରିବାରକୁ ରେଡ୍ କରିଛି ଇଡି ଇଣ୍ଟେନସନ୍ ସେମିତି କରିବା ଉଚିତ ନୁହଁ ଇଣ୍ଟେନସନ୍ ରଖିକି ହାରାହାରି 150 ଜାଗାରେ ସିବିଆଇ ରେଡ୍ ହେଇଛି ସେମିତି କରିବା ଉଚିତ ନୁହଁ ଯେଉଁମାନେ କରପ୍ସନ୍ ସହିତ ଇନଭଲ୍ଭ କରପ୍ସନ୍ କରିଛନ୍ତି ସେଠି ଇଡି ରେଡ୍ କରିବା ଉଚିତ ସିବିଆଇ ରେଡ୍ କଲେ ଯାହା ହଉ ତର୍ଜମା ହେବ ଲୋକେ ଲାଇନ୍ରେ ରହିବେ କରପ୍ସନ୍ଠୁ ଦୂରେଇ ଯିବେ ଭଲ ହେବ ଖୁବ୍ ବଢ଼ିଆ ତିନୋଟି ସିଜିନ୍ ଗୋଟେ ସିଜିନ୍ ହେଉଛି ଶୀତ ଗୋଟେ ହେଉଛି ଖରା ଗୋଟେ ହେଉଛି ବର୍ଷା 6ଟା ସିଜିନ୍ ଯେଉଁ କୁହାଯାଏ ଋତୁ ତିନୋଟି ପ୍ରକୃତ ଋତୁ ତେଣୁ ଆମେ ଖରା ପୁଳେ ଖାଉ ବର୍ଷା ପୁଳେ ଖାଉ ଶୀତ ପୁଳେ ଖାଉ ସ୍ୱାସ୍ଥ୍ୟ ଭଲ ରୁହେ ଆଜି ପାଗ ବଢ଼ିଆ ପାଗ ମେଘୁଆ ପାଗ କଅଁଳିଆ ଶୀତ ସେତେ ଶୀତ ନାହିଁ ଶୀତ ଅଛି କିନ୍ତୁ ବିଶେଷ ଜାଡ଼ ଶୀତ ନାହିଁ ଏବଂ ଏ ଶୀତରେ ସକାଳୁ ବୁଲିଲେ ଭାରି ବଢ଼ିଆ ଲାଗୁଛି ପଦଯାତ୍ରା କରିକି ବୁଲିଲେ ଗାର୍ଡେନ୍ ଫାର୍ଡନରେ ଆଜି ମୁଁ ଗାନ୍ଧୀ ପାର୍କ ଯାଇଥିଲି ଗୋଟେ କ୍ରିକେଟ ଉଦ୍ଘାଟନ କରିବା ପାଇଁ ଚନ୍ଦ୍ରଶେଖରପୁର ଗାନ୍ଧୀ ପାର୍କରେ ବୁଲିଲି ମୋ ସାଥିରେ ବହୁ ବନ୍ଧୁ ବୁଲିଲେ ସେଠି ମୁଁ ଦେଖିଲି ମୋ କ୍ଲାସମେଟ୍ ଗୁଡ଼ିଏ ଘର କରି ରହିଛନ୍ତି ବୁଲାବୁଲି କରୁଛନ୍ତି ବହୁତ ଭଲ ଲାଗିଲା ସ୍ୱାସ୍ଥ୍ୟ ପାଇଁ ଏ ପାଗରେ ଘରୁ ବାହାରି ଯଦି ଫିଜିକାଲି ତୁମେ ଚଲାବୁଲା କରିବ ଦୌଡ଼ା ଦୌଡ଼ି କରିବ ତୁମ ବଡ଼ି ଷ୍ଟ୍ରଙ୍ଗ ରହିବ ସେମିତି ରହିବ ଆଉ ତିନୋଟି ସିଜିନ୍ରେ ତିନୋଟି ଜିନିଷ ଖାଉଥିବ ଖରା ପ୍ରଚୁର ଖାଇବ ବର୍ଷା ପ୍ରଚୁର ଖାଇବ ଶୀତ ପ୍ରଚୁର ଖାଇବ ସ୍ୱାସ୍ଥ୍ୟ ଫୁଲ୍ ଠିକ୍ ରହିବ ସେ ହେଇପାରିବନି ସେ ଦିଆଏ ଖାଲି କମିଟି ମୋଦି ପଳେଇଥିବେ ନଥିବେ ସେ ଏ ଖାଲି ଗୋଟେ ପ୍ରହସନ ୱାନ୍ ଡେ ଗୋଟାଏ ଦିନରେ ଇଣ୍ଡିଆରେ ଭୋଟ୍ ହେବ ଏଗୁଡ଼ା ଇମ୍ପସିବଲ୍ ଅସମ୍ଭବ ଜିନିଷକୁ କେବେ ସମ୍ଭବ କହିହେବନି କାରଣ ଇଣ୍ଡିଆର ସବୁ ସରକାରୀ କର୍ମଚାରୀ ପୁଲିସ ଟୁ କଲେକ୍ଟର ଟୁ ଟିଚର ପର୍ଯ୍ୟନ୍ତ ଇଲେକ୍ସନ୍ ଯେଉଁମାନେ ପାର୍ଟିସିପେଟ୍ କରନ୍ତି ପ୍ରିଜାଇଡ଼ିଂ ଅଫିସର ପୁଲିଂ ଅଫିସର ଇତ୍ୟାଦି ଅତୁଳନୀୟ ଭାରତର ସରକାରୀ କର୍ମଚାରୀମାନେ ଉଚ୍ଚ କୋଟିର କିନ୍ତୁ ଗୋଟେ ଗୋଟେ ଷ୍ଟେଟ୍ରେ 4 ଥର ଭୋଟ୍ ହେଉଛି ଗୋଟାଏ ସିଜିନ୍ରେ 4 ଥାକରେ ହେଉଛି 3 ଥାକରେ ହେଉଛି 5 ଥାକରେ ହେଉଛି ଯେଉଁଠି ତାଙ୍କର ସୁବିଧା ନାହିଁ ଅସୁବିଧା 5 ଥାକ କରିଦେଉଛନ୍ତି ତେଣୁ ଏକା ଥାକରେ ଏକା ଦିନକେ ଭାରତବର୍ଷରେ ଭୋଟ୍ ହେବା ଅସମ୍ଭବ।